हाय फ्रेंड्स এই আজির এই শুভ সকালের সমস্ত স্বাগতম আউ সুস্বাগতম জনাই ମୁଁ ଆଜିର ଭିଡ଼ିଓଟି ପରବର୍ତ୍ତୀ ଭିଡ଼ିଓ ଆରମ୍ଭ କରିବାକୁ ଯାଉଛି। ଆପଣମାନେ ଦେଖିପାରୁଛନ୍ତି ସାରା ଆଜିର ପାଣିପାଗ ଯାହା ଦେଖାଯାଉଛି ଆକାଶ ପୁରା କ୍ଲିଅର୍ ଅଛି ଆଉ ହାଲକା ହାଲକା ବାଦଲ ମଧ୍ୟ ଘେରି ଘାଣ୍ଟି ଯାଉଛି ଆଉ ବଡ଼ ଯାହା ନ୍ୟୁଜ୍ କହୁଛି ବର୍ଷାର ସମ୍ଭାବନା ଅଛି ଏବଂ ଆଜିର ପାଗ ଦେଖି ମୋ ବୋଉ ମଧ୍ୟ ପୁଣି ଧାନ ଉଁଷା ଆରମ୍ଭ କରିଦେଇଛି। ଆଉ ମୁଁ ବର୍ତ୍ତମାନ ଦେଖେଇଛି ଆପଣମାନଙ୍କୁ ଆମ ଛାତ ଉପରେ ଯେଉଁ ସୁନ୍ଦର ପରିବେଶ ଆପଣମାନେ ଦେଖିପାରୁଛନ୍ତି। ଚତୁର୍ଦିଗ ବଡ଼ ବଡ଼ ଫୁଲ ଗଛମାନ ଆଉ ବଢ଼ିଆ ପରିବେଶ ମଧ୍ୟ ଆମର ଛାତ ଉପରେ। ଆଉ ମୁଁ ଆପଣମାନଙ୍କୁ ଦେଖେଇବି ବୋଉ ମୋର ଧାନ ଉଁଷା ଆରମ୍ଭ କରିଦେଇଛି। ପୁଣି ଛାତ ଉପରକୁ ଧାନ ଗୁଡ଼ା ସବୁ ବୁହା ହେବ, ମୋତେ ହିଁ କରିବାକୁ ପଡ଼ିବ। ଆଉ ଦେଖିପାରୁଛନ୍ତି ଏପଟେ ମନ୍ଦାର ଗଛ, ବିରାଟ ମନ୍ଦାର ଗଛ, କେତେ ଫୁଲ ଫୁଟିଛି, ସାରା ଫୁଲ। ଆଜି ମଧ୍ୟ ଫୁଲ ସକାଳୁ ବର୍ତ୍ତମାନ ବାପା ଆମର ନେଇ ଆମର ଗ୍ରାମ ଦେବତୀ ମନ୍ଦିରରେ ଦେଇ ସାରିଲେଣି। ଆମର ପ୍ରତିଦିନ ମନ୍ଦିରକୁ ଯାଏ, ଆପଣମାନେ ଦେଖିପାରୁଛନ୍ତି କେତେ ସୁନ୍ଦର ଫୁଲ କଢ଼ ମଧ୍ୟ ସବୁ ଅଛି। ଆଉ ଏପଟେ ଆମର ଅଛି ଦେଖିପାରୁଛନ୍ତି ଗୋଟେ ତରାଟ ଫୁଲ ଗଛ। ଛାତ ଉପରକୁ ସବୁ ମୁଁ ଆର ବ୍ୟବସ୍ଥା ମଧ୍ୟ କରିଛି, କାରଣ ଦୈନିକ ଆମର ବହୁତ ଫୁଲ ଦରକାର ଠାକୁରଙ୍କ ପାଇଁ। ଧଳା ଫୁଲ କିଛି ଦରକାର ଏବଂ ବିଭିନ୍ନ ଭେରାଇଟିର ଫୁଲ ଆମର ଦରକାର। ଆପଣମାନେ ଦେଖିପାରୁଛନ୍ତି କେତେ ସୁନ୍ଦର ଭାବରେ ବିରାଟ ଫୁଲ ଗଛ। ତେଣୁ ଫୁଲ ଆମର ଦରକାର, ତେଣୁ ଆମେ ମଧ୍ୟ ଫୁଲ ଗଛର ସବୁ କେୟାର ନେଇ ଏସବୁ ଫୁଲ ଗଛ ଲଗା ହେଇଛି, ଆପଣମାନେ ଦେଖିପାରୁଛନ୍ତି। ଆଉ ବୋଉ ମଧ୍ୟ ଧାନ ଉଁସେଇବା ଆରମ୍ଭ କରିଦେଇଛି ଏବଂ ଧାନ ଉଁସା ସରିଗଲାଣି। ଧାନ ଗୁଡ଼ା ସବୁ ଛାତ ଉପରକୁ ଆସିବ। ଆଜି ଯେଉଁ ଖରା ହେଇଛି, ବୋଉ ଯାହା କହୁଛି ଯେ ଗୋଟିଏ ଦିନରେ ଯେଉଁ ଖରାରେ ଧାନ ଆମର ଶୁଖିଯିବ। ତେଣୁ ବର୍ଷା ତ କାଲି ସୁଦ୍ଧା ହେବାର ସମ୍ଭାବନା। ଆପଣମାନେ ଦେଖୁଛନ୍ତି ପାଗ କେମିତି, ଆକାଶ ହାଲକା ହାଲକା ମେଘାଚ୍ଛନ୍ନ ଅଛି, କିନ୍ତୁ ଖରାର ତେଜ ବଢ଼ି ବଢ଼ି ଚାଲିଛି। ହଉ, ଧନ୍ୟବାଦ। ମୁଁ ବର୍ତ୍ତମାନ ଆପଣମାନଙ୍କୁ ଦେଖାଉଛି ମୋ ବୋଉ ଧାନ ଉଁସଉଛି। ଧାନ ଗୁଡ଼ା ସବୁ ବୋହିକିରି ଆମେ ଛାତ ଉପରକୁ ଆଣିବା, ଧାନ ଛାତ ଉପରେ ଶୁଖା ହେବ। ଫ୍ରେଣ୍ଡସ୍, ଦେଖୁଛନ୍ତି ମୋ ବୋଉର ଆକଳନ ସମ୍ପୂର୍ଣ୍ଣ ଭୁଲ। ଯାହା ସକାଳୁ ଯେଉଁ ଚିକ୍ ଖରା କରିଥିଲା, ମୋ ବୋଉ ଧାନ ଉଁସେଇଥିଲା। କିନ୍ତୁ ମୋର ଦୁଃଖର ବିଷୟ, ଧାନ ଛାତ ଉପରେ ଖେଳା ହେଇଛି ତ ବର୍ଷା, ତୁହାକୁ ତୁହା ବର୍ଷା, ଧାନ ସବୁ ଓଦା ହୋଇଗଲା। ସବୁ ଧାନ ଯାକ ଘରକୁ ନେଇକରି ଘରେ ଖେଳେଇଲୁ ଫ୍ୟାନ୍ରେ। ଆଉ କିଛି ଧାନ ଯେଉଁ ତଳ ଧାନ ଓଦା ହୋଇଯାଇଥିଲା, ସେ ଛାତ ଉପରେ ମୋ ବୋଉ ନିଜେ ଘାଣ୍ଟୁଛି। ଆଉ ଦେଖିପାରୁଛନ୍ତି ଆପଣମାନେ, ସମ୍ପୂର୍ଣ୍ଣ ମୋ ବୋଉର ଆକଳନ ଭୁଲ। ତେଣୁ ଲୋ ପ୍ରେସର ବର୍ଷା ଆମର ଉପକୂଳବର୍ତ୍ତୀ ଅଞ୍ଚଳ। ମୁଁ କହିଛି ମୋ ବୋଉକୁ ଯେ ବୋଉ ତୁ ଧାନ ବର୍ତ୍ତମାନ ଉଁସାନା, 2 ଦିନ ଯାଉ, ଯେ କି ଟିଭି ରେଡ଼ିଓ କହୁଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ତାହା ମଧ୍ୟ ଆମ ଆରମ୍ଭ ହୋଇଯାଇଛି। ଆଜି ସକାଳୁ ତୁହାକୁ ତୁହା ବର୍ଷା, ଲଘୁଚାପ ବର୍ଷା ହେଲେ ଆମର ଏମିତି ତୁହାକୁ ତୁହା ବର୍ଷା ହୁଏ ଏବଂ ତୁହାକୁ ତୁହା ବର୍ଷା ହୁଏ। ତେଣୁ ମୋ ବୋଉର ଆକଳନ ସମ୍ପୂର୍ଣ୍ଣ ଭୁଲ। ବର୍ଷାରେ ଧାନ ଓଦା, ସମ୍ପୂର୍ଣ୍ଣ ଯଦି ଓଦା ନ ହେଇଛି, ମୁଁ ପାଲ ରେଡ଼ି କରି ରଖିଥିଲି। ମୁଁ ଥିଲି ବୋଲି ମୋ ବୋଉ ରକ୍ଷା ପାଇଗଲା ଆଜି। ଆଉ ଦେଖିପାରୁଛନ୍ତି ପାଲ ରେଡ଼ି କରି ରଖିଥିଲି, ପାଲ କରିଦେଇ ପାଲଟାକୁ ଘୋଡ଼େଇ ଦେଲି। କିନ୍ତୁ କ'ଣ ହେବ, ଛାତ ଉପରେ ମାନେ ଯେଉଁ ବର୍ଷା ହେଲା, ତଳ ଧାନ ଗୁଡ଼ା ସବୁ ଓଦା ହେଇଗଲା। ଦେଖିପାରୁଛନ୍ତି ଆପଣମାନେ, ମୋ ବୋଉ ତାକୁ ଘାଣ୍ଟୁଛି। ଉପର ଧାନ ସବୁ ହାଲକା ହାଲକା ଶୁଖିଥିଲା, ତାକୁ ନେଇ ତଳେ ଘର ଭିତରେ ଫ୍ୟାନ୍ରେ ଘଣ୍ଟା ହେଇଯାଇଛି। ଆଉ କିଛି ଧାନ ଯେଉଁଗୁଡ଼ାକ ତଳ ଧାନ ଓଦା ହେଇଥିଲା, ମୋ ବୋଉ ତାକୁ ଗୋଟି ଗୋଟି କରି ଶୁଖଉଛି। ଦେଖିପାରୁଛନ୍ତି ଫ୍ରେଣ୍ଡସ୍। ତେଣୁ ଏଇଭଳିଆ ବର୍ଷା ଆରମ୍ଭ ହୋଇଛି, ତାହା ଆମକୁ ବହୁତ ଆନନ୍ଦ ଲାଗୁଛି। ଧାନ ଆମର କିଛି ମାତ୍ରାରେ ଓଦା ହେଲେ ବି କିଛି ଅସୁବିଧା ନାହିଁ। କିନ୍ତୁ ବର୍ତ୍ତମାନ ଆଉ ହଳ, ଆମର ଖରାଟିଆ ହଳ ଯେଉଁ ହୁଏ, ଚାଷ କାର୍ଯ୍ୟ ଆରମ୍ଭ ହେବ। ତେଣୁ ଚାଷୀ କୂଳ ହସିବ ବର୍ତ୍ତମାନ।